ମାତୃଭୂମି ସ୍ୱଭାବ କବି ଗଙ୍ଗାଧର ମେହେର। ମାତୃଭୂମି କବି ଗଙ୍ଗାଧର ମେହେର। ଯେକାଳେ ବାଳକ ବୁଲି ଯାଇପାରେ ପଡ଼ୋଶୀ ମାନଙ୍କ ଘର, ସେକାଳେ ଜାଣଇ ଅନ୍ୟ ଘର ସବୁ ତା ସଙ୍ଗୀ ବାଳକଙ୍କର, ତା ସଙ୍ଗୀ ବାଳକଙ୍କର। ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ। ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର, ସେକାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର, ସେ ଗ୍ରାମ ଅଟେ ତାହାର। ଆପଣା ଗ୍ରାମର ନଦୀ ପୁଷ୍କରଣୀ ବଗିଚା ଆଦି ସକଳ ଆପଣାର ବୋଲି କହେ ପୁଣି ସେହି ସବୁକୁ ମଣଇ ଭଲ, ସବୁକୁ ମଣଇ ଭଲ। ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟେ ବିଚରଣ, ବଖାଣଇ ତହିଁ ନିଜ ରାଜା ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ, ଲୋକଙ୍କର ଶ୍ରେଷ୍ଠପଣ। ହାତୀ ଘୋଡ଼ା ଠାରୁ ଛେଳି ମେଣ୍ଢା ଯାଏ ସବୁ ତା ରାଜ୍ୟର ଭଲ, ସକଳ ସୁଖର ଆକାର ତାରି ରାଜ୍ୟଟି ଅଟେ କେବଳ, ରାଜ୍ୟଟି ଅଟେ କେବଳ। ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର, ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତାର ଘର, ଯେଉଁ ଦେଶେ ତାର ଘର। ଜ୍ଞାନ ବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି, ସହୋଦର ଜ୍ଞାନ କରେ ଅବନୀର ମାନବ ସମାଜ ପ୍ରତି। ଯେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର, ବିଶ୍ୱପତିଙ୍କର ବିଶ୍ୱଗୃହେ ଅଟେ ସେତେ ଯୋଗ୍ୟ କୁମର, ସେତେ ଯୋଗ୍ୟ କୁମର। ଏହି ରୂପେ ଗ୍ରାମ କଥା, ରାଜ୍ୟ କଥା, ଦେଶ କଥା, ବିଶ୍ୱ କଥା ମାନବ ଜୀବନେ ପ୍ରତୀତ ହେବାର ଦର୍ଶିତ ହୁଏ ସର୍ବଥା, ଦର୍ଶିତ ହୁଏ ସର୍ବଥା। ମାତୃଭୂମି ମାତୃଭାଷାରେ ମମତା ଯାରୁ ଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ, ଅଜ୍ଞାନ ରହିବେ କାହିଁ।